आज मार्केट रेट केते रही आलू आज मार्केट रेट आम 3200 ରୁ 3500 टका रखीचु तार भीतर चली कि पाइकारी रेट में यहाँ अच्छी खुचरा दर कौन अच्छी आम पाखे से किसी करना किंतु आलू 60 टंका बिक्री होची विभिन्न जगह भुवनेश्वर भितर ହେଇପାରେ ମୁଁ ତାକୁ ଅସ୍ୱୀକାର କରିବିନି କିନ୍ତୁ ଗୋଟେ କଣ ହଉତ ସେଇଟାକୁ କଣ୍ଟ୍ରୋଲ କରିବା ଦାୟିତ୍ୱ ହଉଛି ସରକାରଙ୍କର। तो आपण उत्तर प्रदेश आलू बर्तमान रिजेक्ट कले ना आलू आणुचंती आपण ନାଇଁ ବର୍ତ୍ତମାନ ସୁଦ୍ଧା ବି ଆମେ କିଛି ଆଳୁ ଆଣୁଛୁ। ଆଜି ବି 2ଟା ଗାଡି ଉତ୍ତର ପ୍ରଦେଶରୁ ଆସିଛି ରେଗୁଲାର ଆସୁଛି ଉତ୍ତର ପ୍ରଦେଶରୁ କିଛି ଗାଡି ଆସୁଛି। ଆପଣ କହୁଛନ୍ତି ଲୋକ ରାଜି ନାହାନ୍ତି କିଣିବା ପାଇଁ ଆଲିଗେସନ ବହୁତ ଯେତେବେଳେ ଲୋକ ୱେଷ୍ଟବେଙ୍ଗଲ ଆଳୁ ପାଉନାହାନ୍ତି ସେତେବେଳେ ଏଇ ଆଳୁ ନେବାକୁ ବାଧ୍ୟ ହଉଛନ୍ତି। ମୋ ଜାଣିବାରେ ଏମିତି କୌଣସି ସେଥିରେ ଖରାପ ନାହିଁ କିନ୍ତୁ ଲୋକଙ୍କର ଯୋଉ ଆମେ ଯୋଉ ନୂତନ ପ୍ରୟୋଗ କରୁଛେ ୟୁପି ଆଳୁକୁ ଲୋକ ତାକୁ ଗ୍ରହଣ କରିବାକୁ ରାଜି ହଉନାହାନ୍ତି। ଯେତେବେଳେ ୱେଷ୍ଟବେଙ୍ଗଲ ଆଳୁ ନ ମିଳିବ ସେତେବେଳେ ଏ ଆଳୁକୁ ମଧ୍ୟ ଲୋକ ଗ୍ରହଣ କରିବେ କିଛି ନଥିଲେ ଏ ଆଳୁକୁ ଲୋକ ନେବେ। ଆଉ ଏଇ ଆଶାରେ ମଧ୍ୟ ଆମେ ଆଣୁଛୁ ଆଳୁ କିଛି ଆଟଲିଷ୍ଟ ଗ୍ରାହକ ପାଖରେ କିଛି ଆଳୁ ରହୁ କିଛି ଆଳୁ ନାହିଁ ଲୋକଙ୍କ ପାଖରେ ଗୋଟେ ଆଳୁଟା ତ ଗୋଟେ ସମସ୍ତଙ୍କ ପରିବାର ନିହାତି ସକାଳୁ ଗୋଟେ ଦରକାର। ସେଥିପାଇଁ ଆମେ ଆମ ପ୍ରୟାସରେ ଆମେ ଯେତିକି ସମ୍ଭବ ଆମେ ଆଳୁ ଆଣୁଛୁ ଆଉ ତାକୁ କରୁଛୁ। ଆଉ ସରକାରଙ୍କ ପ୍ରୟାସ ସରକାର ଜାଣିଥିବେ ସରକାର କଣ କରୁଛନ୍ତି କଣ ନ କରୁଛନ୍ତି ସେ କଥା ସରକାର ଜାଣିଥିବେ ଏବଂ ଆପଣମାନେ ଜାଣିଥିବେ। ଆମ ପାଖରେ ତାର କିଛି उत्तर प्रदेश आलू और पश्चिमबंग आलू भितर कौन डिफरेंस रोचे ପଶ୍ଚିମବଙ୍ଗର ଆଳୁରେ ଛୋଟ ବଡ ବିଭିନ୍ନ ପ୍ରକାର ଥାଉଛି ଯେତେବେଳେ କି ଉତ୍ତର ପ୍ରଦେଶ ଆଳୁର ସାଇଜ ଟିକେ ବଡ ରହୁଛି। ତା ସହିତ ଦେଖନ୍ତୁ ଉତ୍ତର ପ୍ରଦେଶରୁ ଆସିବାକୁ 4-5 ଦିନ ମିନିମମ୍ ଲାଗୁଛି। ସେ ଯେତେବେଳେ ଟ୍ରକ୍ ଭିତରେ ଆସୁଛି ଯେତେବେଳେ ନର୍ମାଲ ଟେମ୍ପରେଚରରେ ତାକୁ ଅଲର ହେଇଗଲା ପରେ ତାକୁ ଯେତେ ଶୀଘ୍ର ମଧ୍ୟ ତାକୁ ଆମେ ଯଦି ଯାଇ ଉପଯୋଗ ନ କରିପାରିବା ତାହେଲେ ସେ ପଶ୍ଚିମବଙ୍ଗ ଭଳିଆ ଏତେ ଦିନ ରହିପାରିବ ନାହିଁ। ପଶ୍ଚିମବଙ୍ଗ ଆଳୁ ଆପଣଙ୍କ 10-15 ଦିନ ରହିଯାଇପାରେ କିନ୍ତୁ ଇଏ ଆଳୁ 5 ଦିନ ଭିତରେ ଖରାପ ହେଇଯିବାର ସମ୍ଭାବନା ଅଛି। ତେଣୁ ଲୋକ କିଏ ଗ୍ରହଣ କରୁନାହାନ୍ତି। ତେଣୁ ଇଏ ଯେତେ ଆଳୁ ଆସୁଛି ତାକୁ ତ ଯିଏ ନବ ଦିନେ 2 ଦିନରେ କନଜ୍ୟୁମ କରିବ ନା କି କଣ ରଖିକି ବସିଛି ସେଠୁ ପଚା ହେଇଯିବାର ସମ୍ଭାବନା କିଛି ନାହିଁ। ସାଇଜ ଟିକେ ବଡ ହଉଛି ଆମେ ତ କାଟିକିରି ତରକାରୀ କରୁଛେ ନା ଗୋଟା ଖାଉଛେ ସେଇଥିରେ ଚାଲ ତ କାଟିକି କରୁଛେ ସାଇଜ ବଡର କିଛି ମାନେ ନାହିଁ। ସେ ଟେଷ୍ଟରେ କୌଣସି ଖରାପ ନାହିଁ ଦେଖିବାକୁ ସେମିତି କୌଣସି ପ୍ରକାର ଖରାପ ନାହିଁ ସବୁ ପ୍ରକାର ଠିକ ଅଛି କିନ୍ତୁ ନୂତନ ପ୍ରୟୋଗକୁ ଲୋକ ତ ଗ୍ରହଣ କରୁନାହାନ୍ତି। ଆମେ କଣ କରିପାରିବା ଆପଣଙ୍କ ପାଖରେ ଗୋଟିଏ ଅପସନ କେବଳ ମମତା ବାନାର୍ଜୀଙ୍କର ପଶ୍ଚିମବଙ୍ଗରୁ ଆଳୁ ନାଇଁ ଆମେ ଦେଖନ୍ତୁ ଆମ ପାଖରେ ଅପସନ ନଥିବା କିଛି ବଡ କଥା ନାହିଁ। ଆମେ ଉତ୍ତର ପ୍ରଦେଶରୁ ମଧ୍ୟ ଆଳୁ ମଗଉଛୁ ବର୍ତ୍ତମାନ ବି ମଗଉଛୁ। ଆଜି ବି 2ଟା ଗାଡି ଉତ୍ତର ପ୍ରଦେଶରୁ ଆସିଛି। ସେମିତି ଆଇଗିଣାକୁ 2ଟା ଗାଡି ଆସିବାନେ ଓଡିଶାକୁ 20-25ଟା ଗାଡି ଉତ୍ତର ପ୍ରଦେଶରୁ ମଧ୍ୟ ଆସିଛି। କିନ୍ତୁ କଥା ହଉଛି ଉତ୍ତର ପ୍ରଦେଶ ଯୋଉ ଆଳୁ ଆସୁଛି ତାକୁ ଯଦି ସେଠିକା ରେଟ୍ ଅପେକ୍ଷା ଯଦି ଲସ୍ ହବ ଆଉ ବ୍ୟବସାୟୀ ମାନେ ମଗେଇବେ ନାହିଁ। ଏଥିରେ ଲସ୍ ପ୍ରଫିଟ୍ କଥା ବ୍ୟବସାୟୀ ମାନେ ସେମାନେ ଲସ୍ ପ୍ରଫିଟ୍ କଥା ଚିନ୍ତା କରିବେ। ତେଣୁ ସମସ୍ତେ ତ ଆଉ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ଦେଖିବେନି ନା। ତେଣୁ ସରକାରଙ୍କର ସ୍ତରରେ ପ୍ରୟାସ କରନ୍ତୁ ସରକାର କୋଉଠୁ ଆଣିବେ ଆଳୁ ଭଲ କଥା କରିଥିଲେ ସୁଧାକର ବାବୁ ଏ ମିଟିଂ ର ନିର୍ଦ୍ଦେଶ କଣ ରହିଲା? ଆଜିର ମିଟିଂରେ ଆମେ ବ୍ୟବସାୟୀଙ୍କୁ କହିଥିଲୁ ଯେ ଆପଣମାନେ ବୋର୍ଡ ସବୁ ଟାଙ୍ଗନ୍ତୁ ପ୍ରାଇସ୍ ରଖନ୍ତୁ ଏବଂ ଯୋଉ ରେଟ୍ ଦିଆଯାଉଛି ସଂଗଠନ ତରଫରୁ ସେଇଟା ମାକ୍ସିମମ୍ ରେଟ୍ ରଖନ୍ତୁ ତାଠୁ ଅଧିକା ରେଟ୍ ରେ ରଖନ୍ତୁ ନାହିଁ। ଏଇ ସବୁ ନିୟମ ସବୁ କହିବା କଥା ବ୍ୟବସାୟୀଙ୍କ ପାଇଁ। ଆଉ କଣ ଆଉ ଆଜିର ମାର୍କେଟ ରେଟ୍ କେତେ ରହିଛି ଆଳୁ? ଆଜିର ମାର୍କେଟ ରେଟ୍ ଆମେ 3200 ରୁ 3500 ଟଙ୍କା ରଖିଛୁ। ତାର ଭିତରେ ଚାଲିଛି କିନ୍ତୁ ପାଇକାରୀ ରେଟ୍ ରେ ଏହା ଅଛି ଖୁଚୁରା ଦର କଣ ଅଛି ଆମ ପାଖରେ ସେଟା କିଛି କରୁନା। କିନ୍ତୁ ଆଳୁ 60 ଟଙ୍କାରେ ବିକ୍ରି ହଉଛି ବିଭିନ୍ନ ଜାଗାରେ ଭୁବନେଶ୍ଵର ଭିତରେ ହେଇପାରେ ମୁଁ ତାକୁ ଅସ୍ୱୀକାର କରିବିନି କିନ୍ତୁ ଗୋଟେ କଣ ହଉତ ସେଇଟାକୁ କଣ୍ଟ୍ରୋଲ କରିବା ଦାୟିତ୍ୱ ହଉଛି ସରକାରଙ୍କର। ସରକାର ତାକୁ ଯେମିତି ରିଟେଲ ଟ୍ରେଡ କୁ କଣ୍ଟ୍ରୋଲ କରିବେ ଆପଣଙ୍କର କିଣା ରେଟ୍ ବିକ୍ରି ରେଟ୍ ପାଇକାରୀ ରେଟ୍ ଭିତରେ ଯୋଉ 60 ଟଙ୍କାର ଗ୍ୟାପ ରହିବା ଉଚିତ ନୁହେଁ। ଆପଣ ଏତିକି ତ ନାଇଁ ଏଟା ଏତେ ରହିବା ଉଚିତ ନୁହେଁ। 5 ଟଙ୍କା ରଖାହେଇଛି ସ୍ଥଳ ବିଷୟରେ କିଏ 7 ଟଙ୍କା ନେଇଗଲା ଅଲଗା କଥା କିନ୍ତୁ 35 ଟଙ୍କା କିଣିକି 60 ଟଙ୍କା 25 ଟଙ୍କା କିଲୋ ପିଛା ଗ୍ୟାପ ରଖିବା ଏଟା ଆଦୌ ଗ୍ରହଣୀୟ ନୁହେଁ।